ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମେ ଯାହାଙ୍କ ସେବା କରୁ ସିଏ ଖାଲି ପ୍ରେମମୟ ଦୟାମୟ ତାହା ନୁହେଁ, ସେ ଗ୍ରାସକାରୀ ବି ଅଟନ୍ତି। ସେ ପ୍ରତିଫଳ ଦେବା ପରମେଶ୍ୱର ବି ଅଟନ୍ତି। ସିଏ ବିଚାରକର୍ତ୍ତା ମଧ୍ୟ ଅଟନ୍ତି। ସେଥିପାଇଁ ଆମକୁ ପ୍ରଭୁଙ୍କୁ ଭୟ କରି ଜୀବନ କାଟିବାର ଅଛି ଆଉ ତାଙ୍କ ପଥରେ ଆମକୁ ଚାଲିବାର ଅଛି। ସଦମ ହବରା ଯେ ଧ୍ୱଂସ କରିଦେଲେ ପରମେଶ୍ୱର, ସେଇଠୁ ଆମେ ଦେଖୁଛେ ପରମେଶ୍ୱରଙ୍କ କ୍ରୋଧ କୋଉପରି। ଆଉ ସେ କ'ଣ ପାଇଁ ଧ୍ୱଂସ କଲେ? ସେତେବେଳେ ଲୋକମାନେ ଦୁଷ୍ଟତାରେ ପରିପୂର୍ଣ୍ଣ ଥିଲେ। ସେମାନେ ବ୍ୟଭିଚାର, ନରହତ୍ୟା ଏହିପରି ଅନେକ ଜଘନ୍ୟ କାର୍ଯ୍ୟରେ ଲିପ୍ତ ଥିଲେ। ସେମାନେ ପ୍ରଭୁଙ୍କୁ ଭୟ କରୁନଥିଲେ। ଆଜି ବି ମଧ୍ୟ ଜଗତରେ ଲୋକମାନଙ୍କ ଭିତରେ ଟିକେ ବି ଦୟା ମାୟା ନାହିଁ। ସେମାନେ ନିଷ୍ଠୁର, ସେମାନେ ଭୟ କରନ୍ତିନି ହତ୍ୟା କରିବା କି ବ୍ୟଭିଚାର କରିବା ପାଇଁ। କିନ୍ତୁ ଆମକୁ ପ୍ରଭୁଙ୍କୁ ଭୟ କରିବାର ଅଛି। ସେ ନ୍ୟାୟ କରିବେ, ସେ ବିଚାର କରିବେ। ଲେଖାଯାଏ ଗୀତ ସଂହିତା 103:17 ଆଉ 18ରେ, ସଦାପ୍ରଭୁଙ୍କ ଦୟା ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାଙ୍କ ନିୟମ ରକ୍ଷା କରନ୍ତି ଓ ପାଳନାର୍ଥେ ତାଙ୍କ ବିଧି ସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାହାଙ୍କ ଧର୍ମ ପୁତ୍ର ପୁତ୍ରାଦି କ୍ରମେ ଥାଏ। ସେଥିପାଇଁ ଆମେ ପ୍ରଭୁଙ୍କୁ ଭୟ କରି ତାଙ୍କ ପଥରେ ଆମକୁ ଚାଲିବାର ଅଛି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।